ମୁଭି ସାରିଲା ପରେ ଆମେ ଗଲୁ ପୁରୀ। ଆମକୁ ଏପର୍ଯ୍ୟନ୍ତ ବି ନିଦ ଲାଗୁନଥିଲା କାରଣ ଆମେ ଗୋଟେ ଜୋସ୍ରେ ଚାଲିଥିଲୁ। ଯେହେତୁ ଛୁଟି ଦିନ ଥିଲା, ସଣ୍ଡେ ଥିଲା, ତ ପୁରୀରେ ପ୍ରବଳ ଗହଳି। ତ ଦର୍ଶନ କରିକି ଆସୁ ଆସୁ ସିଧା 7ଟା। ଫେରିଲା ବେଳେ ମୁଁ ଗାଡ଼ି ଚଲାଉଥିଲି ଆଉ ମୋ ଆଖି ପୁରା ଲାଗି ଯାଉଥିଲା। ମୁଁ 5 ମିନିଟ୍ ବି ରାତିରେ ଶୋଇନି। ମୋର ତ ସଣ୍ଡେ ବି କାମ ଥାଏ, ତ ଯେତେ ରାତିରେ ବୁଲାବୁଲି ହଉ ପଛେ ସକାଳୁ ତ କାମକୁ ଯିବାକୁ ହିଁ ପଡ଼ିବ। ବ୍ରେକଫାଷ୍ଟ କରିସାରିଲା ପରେ ମୁଁ ଆଉ ବାବା ବାହାରିଲୁ ଗୋଟେ ସାଇଡ଼୍ ଭିଜିଟ୍ରେ। ସାଇଡ଼୍ଟା ଥିଲା ଆମର ଗଙ୍ଗପଡ଼ାରେ। ଗଙ୍ଗପଡ଼ା ଆପଣମାନେ ଜାଣିଥିବେ ବୋଧେ, ଯେଉଁମାନେ ଜାଣିଛନ୍ତି ତ ପ୍ଲିଜ୍ କମେଣ୍ଟ କରନ୍ତୁ। ଘରକୁ ବାହାରି ଗଲି ତାପରେ ମୁଁ ଖାଇବା ପାଇଁ। ଆଖି ପୁରା ନାଲି, ରାତିରେ ଶୁଆ ହେଇନି, ଦିନରେ ବି ଆସିକି ଶୋଇପାରିଲିନି। ଲଞ୍ଚ ସାରିକି 2 ଘଣ୍ଟା ଜମାରେ ଶୋଇକି ମୁଁ ବାହାରି ଗଲି ସାଇଡ଼୍କୁ। ସାଇଡ଼୍ରେ କାମ ଚାଲିଥିଲା, କ'ଣ କାମ ହେଉଥିଲା ଦେଖିବା ପାଇଁ ଗଲି। ସାଇଡ଼୍ରେ ଯୋଡ଼େ କାମ ଚାଲିଥିଲା। କାମ ଦେଖିଲା ପରେ ମୁଁ ଗଲି ସିଧା CRP। ଆଜି ସୁଇମିଂ କ୍ଲାସ୍ ବନ୍ଦ ଥିଲା ତ ମୁଁ ଭାବିଲି କି ଟିକେ କ୍ରିକେଟ୍ ହିଁ ଖେଳିଦେବି। ତ କ୍ରିକେଟ୍ ଖେଳୁ ଖେଳୁ ଆମ ପ୍ଲାନ୍ ହେଲା କି ଆଜି ରାତିରେ ଭୋଜି କରିବା। ଭିଡ଼ିଓରେ ଆସିବ ବୋଲି ଏମାନେ କେମିତି ହେଉଛନ୍ତି ଦେଖ। ଭୋଜିରେ ଆଜି ହେଇଥିଲା ଚିକେନ୍ ଆଉ ଭାତ। ତ ଭୋଜି ସାରିଲା ପରେ ଆମେ ଚାଲିଲୁ ଘରକୁ। ଟାଟା ବାଏ ବାଏ।